ତିନିମୁହାଣୀ ରାମ ମନ୍ଦିର ପ୍ରାଙ୍ଗଣରେ କେନ୍ଦ୍ରାପଡ଼ା ବ୍ଲକ ଉଜାଲା ଦିଦି ସଂଘ ତରଫରୁ ଆଗାମୀ 22 ତାରିଖରେ ହେବାକୁ ଥିବା ରାଜ୍ୟସ୍ତରୀୟ ଧାରଣା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଉଜାଲା ଦିଦିମାନଙ୍କ ନ୍ୟାଯ୍ୟ ଦାବିକୁ କେନ୍ଦ୍ର ସରକାର ବାରମ୍ବାର ଅଣଦେଖା କରୁଥିବା ବେଳେ ରାଜ୍ୟର ସମସ୍ତ ଉଜାଲା ଦିଦିମାନେ ରାଜ୍ୟ ସଭାପତି କାଦମ୍ବିନୀ ସ୍ୱାଇଁଙ୍କ ନେତୃତ୍ୱରେ ଏକ ହୋଇ ସେମାନଙ୍କ ସମସ୍ୟାର ସ୍ଥାୟୀ ସମାଧାନ ଓ ସେମାନଙ୍କୁ ସ୍ଥାୟୀ ନିଯୁକ୍ତି ଦେବା ପାଇଁ ଭୁବନେଶ୍ୱରଠାରେ ଚଳିତ ମାସ 22 ତାରିଖରେ ହେବାକୁ ଯାଉଥିବା ରାଜ୍ୟସ୍ତରୀୟ ବିଷୟ ପାଇଁ କେନ୍ଦ୍ରାପଡ଼ା ବ୍ଲକରେ କାର୍ଯ୍ୟରତ ଉଜାଲା ଦିଦିମାନଙ୍କ ତରଫରୁ ତିନିମୁହାଣୀ ରାମ ମନ୍ଦିରଠାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। କେନ୍ଦ୍ରାପଡ଼ା ବ୍ଲକ ଉଜାଲା ଦିଦି ସଂଘର ସଭାପତି ଉଷାରାଣୀ ରାଉତଙ୍କ ସଭାପତିତ୍ୱରେ ଏହି ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିବା ବେଳେ ସମ୍ପାଦିକା ପ୍ରତିମା ସ୍ୱାଇଁ, କୋଷାଧ୍ୟକ୍ଷ ଶ୍ରୀ ରାଧା ପ୍ରଧାନ, ସହ କୋଷାଧ୍ୟକ୍ଷ କାବେରୀ ବେହେରା, ଉପସଭାପତି ଶୈଳବାଲା ସାହୁ ପ୍ରମୁଖ ସଂଘର କାର୍ଯ୍ୟକର୍ତ୍ତା ତତ୍ତ୍ୱାବଧାନରେ ଏହି ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। କେନ୍ଦ୍ରାପଡ଼ା ଜିଲ୍ଲା ଉଜାଲା ଦିଦି ସଂଘ ସଭାପତି ବନ୍ଦନା ରାଣୀ ରାଉତରାୟ ଏହି ପ୍ରସ୍ତୁତ ବୈଠକରେ ସାମିଲ ହୋଇଥିଲେ। କେନ୍ଦ୍ରାପଡ଼ା ବ୍ଲକର ଉଜାଲା ଦିଦି ସଂଘର ରେଣୁବାଲା ସାହାଣୀ, ମନୋରମା ବିଶ୍ୱାଳ, ସସ୍ମିତା ପରିଡ଼ା, ଶଶିରେଖା ଭଳ, ଶୁଭଲକ୍ଷ୍ମୀ ସେନ, ରଶ୍ମିତା ଜେନା, ସୁପ୍ରଭା ସ୍ୱାଇଁ, ଅବନ୍ତୀ ରାଉତ ପ୍ରମୁଖ ଏହି ପ୍ରସ୍ତୁତି ବୈଠକରେ ଉପସ୍ଥିତ ରହିଥିଲେ। ସେମାନେ ଆଗାମୀ ଦିନରେ କେମିତି ସେମାନଙ୍କର ହକ୍ ଓ ନ୍ୟାଯ୍ୟ ଦାବିକୁ ସରକାରଙ୍କ ପାଖରେ ଉପସ୍ଥାପନ କରିବେ ସେ ନେଇ ବିଶେଷ ଭାବରେ ଏହି ପ୍ରସ୍ତୁତି ବୈଠକରେ ଆଲୋଚନା ହୋଇଥିଲା। ଆମେ ହଉଛୁ କେନ୍ଦ୍ରାପଡ଼ା ବ୍ଲକର ଉଜ୍ଜଳା ଗ୍ରୁପର ପ୍ରେସିଡେଣ୍ଟ ଉଷାରାଣୀ ରାଉତ। ଆମର ରାଜ୍ୟ ଉଜ୍ଜଳା ଦିଦି ସଂଘ ତରଫରୁ ଆମକୁ ଅନୁମତି ଦିଆଯାଇଛି ଯେ ପ୍ରତ୍ୟେକ ବ୍ଲକରେ ଆମେ ପ୍ରସ୍ତୁତି କରୁଛୁ ଭୁବନେଶ୍ୱରରେ ଧାରଣା ଦେବା ପାଇଁ ଆମ ଉଜ୍ଜଳା ଦିଦିମାନଙ୍କ ଅଧିକାର ପାଇଁ। ସେଥିପାଇଁ ଆମେ ସମସ୍ତେ ରାମ ମନ୍ଦିର ଏକଜୁଟ ହୋଇଛୁ। ସରକାର ଆମକୁ 2019 ମସିହାରେ ଉଜ୍ଜଳା କାମରେ ନିଯୁକ୍ତି କରିଥିଲେ, ଯାହା ସବୁ ରଖିଥିଲେ ପ୍ରତିଶ୍ରୁତି କିଛି ପାଳନ କଲେ ନାହିଁ। ସେଥିପାଇଁ ଆମେ କିଛି ପାଇଲୁନୁ। ସେଥିପାଇଁ ଆମର ଗୋଟେ ଅଧିକାର ନେଇ ଆମେ ଭୁବନେଶ୍ୱରରେ ଗୋଟେ ଧାରଣା ଦେବାକୁ ଯାଉଛୁ। ସେଇଥିପାଇଁ ପ୍ରସ୍ତୁତ କରୁଛୁ। ମୁଁ କାବେରୀ ବେହେରା ଆଉ କେନ୍ଦ୍ରାପଡ଼ା ବ୍ଲକର ଢୋଲ ପଞ୍ଚାୟତର ଉଜାଲା ଦିଦି ଅଛି। କେନ୍ଦ୍ରାପଡ଼ା ତିନିମୁହାଣୀ ରାମ ମନ୍ଦିରରେ ଆପଣଙ୍କର ଆଜି କ'ଣ କାର୍ଯ୍ୟକ୍ରମ ଥିଲା? ଆମର ଆଜି ପ୍ରସ୍ତୁତି ବୈଠକ ବସିଥିଲା। ଉଜାଲା ମା' ମାନଙ୍କର ଦିଦିମାନଙ୍କର ପ୍ରସ୍ତୁତି ବୈଠକ ଗୋଟେ ବସିଥିଲା। କେଉଁ କେଉଁ ବିଷୟ ଆଲୋଚନା ହେଲା? ବିଷୟବସ୍ତୁ କ'ଣ ଥିଲା? ବିଷୟବସ୍ତୁ ଆମର ଦାବି ଅଛି। ଆମେ 19 ମସିହାରୁ କାମ କଲୁଣି, 4 ବର୍ଷ ହୋଇଗଲାଣି। ଆମକୁ ପ୍ରତିଶ୍ରୁତି ଦିଆଯାଇଥିଲା କିଛି ଉଜାଲା ଦିଦିଙ୍କ ପାଇଁ କାର୍ଯ୍ୟକାରୀ କରିବା ପାଇଁ, ଏପର୍ଯ୍ୟନ୍ତ କିଛି ହେଇନି। ତେଣୁକରି ଆମେ ଆମ ଦାବି ପାଇଁ ଆମର ଯେଉଁ ନ୍ୟାୟ ଦାବିଟା ପାଇଁ ଆମେ ଧାରଣା ମାନେ ସେଥିପାଇଁ ରାଜ୍ୟ ରାସ୍ତାକୁ ଓହ୍ଲେଇବୁ। ନହେଲେ ପ୍ରସ୍ତୁତି ବୈଠକଟା ଆମର କ'ଣ ରହୁଛି ଆପଣଙ୍କର ଦାବି? ଦେଖନ୍ତୁ, ଆମ ଓଡ଼ିଶା ଯେମିତି ଆମ ଓଡ଼ିଶାରେ ଆଶା ଦିଦିମାନେ କିଛି ପାରିଶ୍ରମିକ ପାଉଛନ୍ତି, ଅଙ୍ଗନବାଡ଼ି ଦିଦିମାନେ କିଛି ପାରିଶ୍ରମିକ ପାଉଛନ୍ତି, ତ ଆମେ ସେମିତି ଘରେ ଘରେ ଖରାତରା ନାହିଁ ଉଜାଲା ନେଇକରି ପହଞ୍ଚେଇଛୁ। ଆଉ ଯେଉଁମାନେ ବାକି ଅଛନ୍ତି ତାଙ୍କ ପାଇଁ ବି କାମ ମାନେ ରାସନ କାର୍ଡ଼ ଧରିକି ଏବେ ବି KYC ଦେଇକରି ଆମେ ଉଜାଲା ନେଇକି ଦେଉଛୁ। ତେଣୁକରି ଆମେ ବହୁତ ପାରିଶ୍ରମ କଲା ପରେ ଆମକୁ ଯେଉଁ ଦାବିପତ୍ରଟା ଦେଇ କହିଥିଲେ କିଛି କାର୍ଯ୍ୟକାରୀ କରିନାହାନ୍ତି। ଆମେ କିଛି ପାରିଶ୍ରମ ପାଇପାରିଲୁନୁ। ବହୁତ ପରିଶ୍ରମ କରୁଛୁ, କିଛି ପାରିଶ୍ରମିକ ଆମେ ପାଇପାରିଲୁନୁ। ତେଣୁକରି ଆମେ ଅନୁରୋଧ କରୁଛୁ ମୋଦିଜୀଙ୍କୁ, କେନ୍ଦ୍ରରେ ଯେଉଁମାନେ ଆମର ହେଡ଼ ଅଛନ୍ତି, ଆମେ ଅନୁରୋଧ କରୁଛୁ ଆମର କିଛି ଦାବିପତ୍ର ରଖୁଛୁ, ଆଶା ରଖୁଛୁ କିଛି ପୂରଣ କରିବେ ସେମାନେ। ମୁଁ ବନ୍ଦନା ରାଉତରାୟ ଉଜାଲା ଦିଦି। ରାଜ୍ୟର ଅନୁମୋଦନ କ୍ରମେ ଆଜି ଆମର ଉଜାଲା ଦିଦିମାନେ ଏକଜୁଟ ହୋଇ ରାମ ମନ୍ଦିରରେ ପ୍ରସ୍ତୁତି ବୈଠକ କରିଥିଲୁ। ଆମେ ଯେଉଁ ଉଜାଲା ଦିଦିମାନେ କାମ କରିଥିଲୁ ଆଗାମୀ ଦିନରେ ଆମେ କେମିତି ପାରିଶ୍ରମିକ ପାଇବୁ ସେ ବିଷୟରେ ଆଲୋଚନା କରିଥିଲୁ। ପୂର୍ବ ଓଡ଼ିଶା ବ୍ୟୁରୋ ଚିଫ୍ ଦେବାଶିଷ ସ୍ୱାଇଁଙ୍କ ରିପୋର୍ଟ, ନିର୍ମଳ ଟିଭି।